ମୁଁ ଫୁଲ ତୋଳୁଥିଲି ସକାଳ 6ଟା ପାଖାପାଖି ହେବ। ସେ ଗଛଟି ହଲିବା ପଟେ ଝଟକା ମାରିଲା। କ'ଣ ହେଇଛି ଗୋଟେ ଆଉ ଜଣେ ସାର୍ ଆମର ଯାଉଥିଲେ କହିଲେ ଜାଣିପାରିଲେ କ'ଣ ହେଲା। ମୁଁ ତ ଜାଣିପାରିଲି ଗୋଟେ ଝଟକା ମାରିଲା ନା ମୁଁ ଭୂମିକମ୍ପ ହେଇଥିଲା। ଏମିତି ଟିକେ ମୁଁ ଜାଣିପାରିଲି ଖାଲି ଝଟକାଟେ ମୁଣ୍ଡ ଏମିତି ଟିକେ ହେଲା ଟିକେ। ଆପଣ କୋଉ ଅଞ୍ଚଳରେ ରହୁଛନ୍ତି ପାରାଦୀପରେ? ମୁଁ ସଣ୍ଡାଉତରେ ରହୁଛି। ଆଚ୍ଛା ଆଜ୍ଞା। ତ ଯେତେବେଳେ ଏଇଟା ଅନୁଭବ କଲେ ଆପଣ କ'ଣ ବର୍ତ୍ତମାନ ସୁଦ୍ଧା ମନ ଭିତରେ କେମିତି ରହିଛି? ଯେହେତୁ ପାରାଦୀପ ସମୁଦ୍ର କୂଳରେ ଅବସ୍ଥିତ, ସମୁଦ୍ର ଭିତରେ ତାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି, ତ ଆକୁ ନେଇ କିଛି ସୁନାମି ଫୁନାମି ବା ଜୁଆର ଆଶଙ୍କା କିଛି ରହୁଛି କି ମନରେ? ହଁ ଲାଗୁଛି ସେମିତି ସୁନାମି ମଝିରେ ଥରେ ହେଇଥିଲା, ଏମିତି ଭୂମିକମ୍ପ ହେଲା ପରେ ସୁନାମି ହେଇଥିଲା। ଏମିତି ଲାଗୁଛି ସୁନାମି କାଳେ ହେଇଯିବ ଆସିବ ପାରେ, କହି ହଉନି ସେମିତି। 6ଟାରୁ 6:10-20 ମଧ୍ୟରେ ଟିକେ ଆମକୁ ସେମିତି ଗୋଟେ ଝଟକା ଟାଇପ୍ର ଲାଗିଥିଲା। ଆମେ ସେଇଟା ସଡନ୍ ଜାଣିପାରୁନଥିଲୁ ଆକ୍ଚୁଆଲି ଏଇଟା ଗୋଟେ କ'ଣ ଜିନିଷ। ପଛରେ ଯେତେବେଳେ ଆମେ ଜାଣିଲୁ ଯେ ଏଇଟା ଗୋଟେ ଭୂମିକମ୍ପର ଝଟକା ଥିଲା, ବହୁତ ଲୋକ ବି ଆତଙ୍କିତ ହେଇଛନ୍ତି। ମଧ୍ୟ ମନ ଭିତରେ ଗୋଟେ ଭୟ ବି ସୃଷ୍ଟି ହେଇଛି, କାହିଁକିନା ଆଗାମୀ ଦିନରେ ଏମିତି କେତେ ଥର ବି ଏଇଭଳି ଭାବରେ ହେଇଛି। ଆଉ ତାପରେ ବି ମାନେ ଭୟ ବି ମନ ଭିତରେ ଟିକେ ଅଛି। ଆମେ ବି ଜନସାଧାରଣ ମାନଙ୍କୁ ବି ସଚେତନ କରାଉଛୁ କି କିଛି ହେଇନି ମଧ୍ୟ ଯଦି, ତଥାପି ଆମେ ତାକୁ ଭୟ ଭିତରେ ରଖିଛୁ ମନ ଭିତରେ। ସକାଳେ ଖଟ ଉପରେ ଶୋଇଥିଲି, ମାନେ ନିଦ ଭାଙ୍ଗି ଯାଇଥିଲା। ମୁଁ ଏମିତି ଚାହିଁ ଗଡ଼ୁଥିଲି, କିନ୍ତୁ ଦେଖିଲା ଖଟଟା ଜୋରକି ହଲିଲା ମୋର। ମୁଁ ସେଇଠୁ ଦେଖିଲି ଖଟଟା କାହିଁ ହଲୁଛି। ମୁଁ ବି ଡାଉଟ୍ରେ ରହିଲି, ବୋଲି ଖଟ ପାଖରେ ବି କେହି ନାହାନ୍ତି। ଦେଖିଲା ଖଟଟା ହଲୁଛି ଏମିତି। ତାପରେ ମୁଁ ବୋଧେ ଫିଲ୍ କଲି କିଛି ଅର୍ଥକ୍ୱେକ୍ ହେଲା କି। ତାପରେ ମୁଁ ଉଠିଗଲା ପରେ ମୁଁ ମୋ କାମରେ ରହିଲି। ଦେଖିଲା ଘର ପାଖରେ ଲୋକମାନେ ବି କଥା ହେଉଥିଲେ ଏମିତି। ତାପରେ ମୁଁ ଟିଭି ଖୋଲିଲି। ଟିଭି ଖୋଲିଲା ବେଳେ ଟିଭିରେ ବି ନ୍ୟୁଜ୍ ଦେଉଛି ଏମିତି ଅର୍ଥକ୍ୱେକ୍ ହେଇଛି ବୋଲି 6:10 ଟାଇମ୍ରେ। ଆଉ ରିକ୍ଟର ସ୍କେଲ୍ ମପା ହେଇଥିଲା 5.1 ଏମିତି ଟିଭିରେ ନ୍ୟୁଜ୍ ଦେଉଥିଲା। ସେଠୁ ମୁଁ କନଫର୍ମ ହେଲି ଯେ ଆଜି ଅର୍ଥକ୍ୱେକ୍ ହେଇଛି ବୋଲି। ମୁଁ ତ ଜିଜିଆଇ କଲୋନୀରେ ରହୁଛି। ମୁଁ ଜିଜିଆଇ କଲୋନୀ କଥା କହୁଛି। ଆଉ ତ ଅନ୍ୟ ଲୋକମାନଙ୍କୁ ପଚାରୁଥିଲି, ସେମାନେ ବି କହୁଥିଲେ ହଁ ଆଂଶିକ ଭାବେ ସେମାନେ କିଛି ଫିଲ୍ କରିଛନ୍ତି ବୋଲି। ଆଉ ଅନ୍ୟ ଏରିଆ କଥା ମୁଁ କହିପାରିବିନି। ହଁ, ସମୁଦ୍ର ପାଖରେ ଆମେ ଯେହେତୁ ସମୁଦ୍ର କୂଳିଆ ଅଞ୍ଚଳରେ ରହୁଛୁ, ସୁନାମିର ତ ଭୟ ନିଶ୍ଚୟ ରହିବ। ଆଉ ସେଥିପାଇଁ ଆମକୁ ବି ସତର୍କ ରହିବାକୁ ପଡ଼ିବ। ଏଇ ଯେଉଁ ଅର୍ଥକ୍ୱେକ୍ ଆଜି ମୁଁ ଫିଲ୍ କଲି, ଏମିତି ଆଗରୁ ବି ଥରେ ଫିଲ୍ କରିଥିଲି। ଆଜି ବି ଫିଲ୍ କଲା ପରେ ତଥାପି ମୋ ମନରେ କିଛିଟା ଭୟ ସୃଷ୍ଟି ହେଲା। ଆମେ ସକାଳୁ ଶୁଣିଲୁ କୁଜଙ୍କ ପାଖରେ ହେଉଛି ବୋଲି ଫୋନ୍ ଆସି ପହଞ୍ଚିଲା ଭଲ ମନ୍ଦ। ତାପରେ ଦେଖିଲୁ ଖଟ ଫଟ ହଲୁଛି, ଭଲ ମନ୍ଦ କରୁଛି, ଘଣ୍ଟା ମେସିନ୍ ହେଉଛି। ଆମେ ଖବର ପାଇନୁ, ଆଉ ଟିକେ ଭୟ ଭିତରେ ରହିଛୁ। ଆଉ ପାରାଦୀପରେ ହେଇଛି। ଆମେ କେତେ ଲୋକ ଜାଣିଛୁ, ସକାଳୁ କେତେ ଲୋକ ଜାଣିପାରୁନୁ। ଆଉ ଇଏ ହେଉଛି କଥା। ଆଉ ଭୟ କାହିଁକି ରହିବ ମନ ଭିତରେ? ମାନେ ଏଠି ଦ୍ୱାର ଉଠୁଛି, ଭଲ ମନ୍ଦ ହେଉଛି, ଅନେଶ୍ୱତ ବାତ୍ୟାକୁ ଭୟ ଅଛି। ଆଉ ତାକୁ ଚିନ୍ତା କଲାକୁ ଆମେ ଟିକେ ଭୟ ରହିବ। ଏଠି ବସ୍ତି ଅଞ୍ଚଳରେ କ'ଣ ସୁରକ୍ଷିତ ଜାଗା ନୁହଁ? ଛାତ ଘର ନାହିଁ? ନା, ଛାତ ଘର ନାହିଁ ଏଠି ଆମର। ଆଚ୍ଛା, ଆପଣ ଦେଖୁଛନ୍ତି ଛାତ ଘର କୋଉଠି ଅଛି ଆମେ ଦେଖୁଛୁ। ଆମେ ଜରି ଖଣ୍ଡେ ପକେଇ ପାରୁନୁ। ବସ୍ତିରେ କେମିତିଆ ଘର ସବୁ? ଆପଣ ଦେଖନ୍ତୁ ଜରି ଘର, ଆମେ ଜରି ଖଣ୍ଡେ ପକେଇ ପାରୁନୁ। ଏଠି ଷ୍ଟେଟ୍ ଡିପାର୍ଟମେଣ୍ଟରେ ଅଛୁ, ମ୍ୟୁନିସିପାଲିଟି ଡିପାର୍ଟମେଣ୍ଟରେ ସବୁ ଅଛୁ। ଆମେ କେମିତି କ'ଣ କରିବୁ? ଖଣ୍ଡେ ଜରି ପକେଇବାକୁ ଚାହୁଁଛୁ ନା ପାଲ ଖଣ୍ଡେ ମାରିବାକୁ ଗଲେ ପରମିଶନ ଆଣିବାକୁ ପଡ଼ିବ। ସବୁ ଝୁମ୍ପୁଡ଼ି ଘର? ସବୁ ଝୁମ୍ପୁଡ଼ି ଘର। ମନ ଭିତରେ ଭୟ ରହିବ। ମୁଁ ଭାବେ କ'ଣ ସମୁଦ୍ର କୂଳ ଏରିଆରେ ସେ ଜିନିଷ ହେବା କଥା ନୁହଁ, କିନ୍ତୁ 2 ଥର ହେଇଗଲାଣି। ଆଉ ଥରେ ହେଇଥିଲା 2009 ମସିହାରେ ହେଇଥିଲା। ଆଉ ଏଇଟା ବୋଧେ ସେକେଣ୍ଡ। ଆଉ ଏଇଟା ବା ସମୁଦ୍ର ଭିତରେ ଆର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ତାହେଲେ ହେଇଥିବ, କିନ୍ତୁ ଆମେ ତ ଜୁଆରକୁ ନେଇକି ମନ ଭିତରେ ରହୁଛି, ଡର ରହୁଛି। ରହିବନି ଯାହା। ହଁ, ଯାହା ହେଲେ ଭୟ ତ ରହିବ। ଯାହା ହେଲେ କାହିଁକି ଭୟ ରହିବ? କ'ଣ ପାଇଁ ଭୟ କ'ଣ? ଆମେ ରହୁଛୁ ତ ଏଇ ସମୁଦ୍ର କୂଳ ଏରିଆରେ ରହୁଛୁ। ଯାହା ହେଲେ ଆମେ ତ ଭୟ ଭିତରେ ଯାହା ହେଲେ ରହିବୁ। ଆଉ କ'ଣ କରିବା?